ମାନବିକତାର ପରିଚୟ ଦେଖାଇଲେ ଏଟିଏଚ୍ ରକ୍ର ରାଜ୍ୟ ଉପସଭାପତି ଆଦିତ୍ୟ ନାରାୟଣ ମିଶ୍ର। ଆହତ ହୋଇଥିବା ପୁଅର ପାରଳାଖେମୁଣ୍ଡି ନେଇ କଲେ ଚିକିତ୍ସା। ରାୟଗଡ଼ା ଜିଲ୍ଲା ପଦମପୁର ବ୍ଲକର ବିଚିକଟ ଗ୍ରାମର ଆଦିତ୍ୟ ନାରାୟଣ ମିଶ୍ର ତଥା ଏଟିଏଚ୍ ରକ୍ର ରାଜ୍ୟ ଉପସଭାପତି। ପ୍ରତିଦିନ ସେ ଲୋକଙ୍କର ସାହାଯ୍ୟ କରିଥାନ୍ତି। ଆଜି ଶୁକ୍ରବାର ସକାଳ 7ଟା ସମୟରେ ଖବର ଆସିଥିଲା ଘରେ କେହି ନଥିବା ସମୟରେ ହଠାତ୍ 5 ବର୍ଷର ପିଲାଟି କାଠକଟା ମେସିନ୍ ଲଗାଇ ଖେଳିଲା ଏବଂ ତାର ଗୋଡ଼ ମଧ୍ୟ କଟି ଯାଇଥିଲା, ଯାହାଫଳରେ ସେ ରକ୍ତସ୍ରାବ ହୋଇଥିଲା। এই ଖବର ଶୁଣିବା ପରେ ସଙ୍ଗେ ସଙ୍ଗେ ଏଟିଏଚ୍ ରକ୍ର ରାଜ୍ୟ ସଭାପତି ଘରେ ପହଞ୍ଚିଥିଲେ। ରାଡ଼ୁ ଗ୍ରାମରେ ପହଞ୍ଚି ଆଦିତ୍ୟ ନାରାୟଣ ମିଶ୍ର ପହଞ୍ଚିଥିଲେ ଏବଂ ଏଲ୍ ଅମୂଲ୍ୟଙ୍କୁ ପ୍ରଥମେ ପଦମପୁର, ତାପରେ ଅଧିକ ଚିକିତ୍ସା ନିମନ୍ତେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ, ତାପରେ ଗଜପତିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇ ତାକୁ ଚିକିତ୍ସା କରିଛନ୍ତି। ବର୍ତ୍ତମାନ ଏଲ୍ ଅମୂଲ୍ୟ ଠିକ୍ରେ ଅଛନ୍ତି। ଠିକ୍ ସମୟରେ ଆଦିତ୍ୟ ନାରାୟଣ ମିଶ୍ର ପହଞ୍ଚିଥିବାରୁ ତାର ଜୀବନ ବଞ୍ଚିଯାଇଛି। ଅତ୍ୟଧିକ ରକ୍ତସ୍ରାବ ହୋଇଛି। ବର୍ତ୍ତମାନ ପାରଳାଖେମୁଣ୍ଡିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାକୁ ଚିକିତ୍ସା କରୁଥିବା ଜଣାପଡ଼ିଛି। ଦିନ 11ଟା 30 ସମୟରେ ତାଙ୍କୁ ଭଲ ଲାଗିଥିଲା ଏବଂ ସଙ୍ଗେ ସଙ୍ଗେ ସେ ଆମକୁ ଖବର ଦେଇଥିଲେ ଏବଂ ଖବର ପ୍ରସାରଣ ପରେ ବର୍ତ୍ତମାନ ତାଙ୍କୁ ଚାରିଆଡ଼େ ଶୁଭେଚ୍ଛାର ସୁଅ ଛୁଟିଥିବାର ଦେଖିବାକୁ ମିଳିଛି।